ଆପଣ ସବୁବେଳେ ଆମକୁ ପଚାରିଥାନ୍ତି ଯେ ଆମେ ପଶ୍ଚିମ ଆଉ ଦକ୍ଷିଣ ଏଣ୍ଟ୍ରାନ୍ସ କାଳେ ଆମର ଯଦି ଆମେ କରୁଛେ ଆମର କିଛି ଅସୁବିଧା ହବ କି? ମନେ ରଖନ୍ତୁ କୌଣସି ଏଣ୍ଟ୍ରାନ୍ସ ଆମର ଖରାପ ହିଁ ନଥାଏ। ଆଉ ଆମେ ଯେତେବେଳେ ଆମେ ଗୃହଟିଏ କରିବା ବା ଆମେ ଯେତେବେଳେ ଘର ଶୁଭ ଦେବା ସେତେବେଳେ ନିଶ୍ଚୟ ଭାବରେ ଆପଣ ଭଲ ଭାବରେ ବାସ୍ତୁ ଏକ୍ସପର୍ଟଙ୍କ ସହିତ ଆଲୋଚନା କରିକିରି ତା ପୂର୍ବରୁ ଆପଣ ମୂର୍ତ୍ତିକା ପରୀକ୍ଷା କରିକି ଆପଣ ନିଶ୍ଚିତ ଗୃହଟିଏ କରନ୍ତୁ, ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହବ। ତୋ ସହିତ ଯେତେବେଳେ ଆପଣ ଗୃହଟିଏ କରିବେ ବାସ୍ତୁଟିଏ କରିବେ ତ ଆପଣ ସବୁବେଳେ ପାଇଁ ମନେ ରଖିବେ ଭଲ ବାସ୍ତୁ ଏକ୍ସପର୍ଟ ମାନଙ୍କ ସହିତ ପରାମର୍ଶ କରି ଆପଣ ଗୃହଟିଏ କରନ୍ତୁ। ଆଉ ଘର ଭାଗ ବା ଘରଟି ଯେତିକି କରିବା ଇମ୍ପୋର୍ଟାନ୍ସ ତାଠୁ ଅଧିକ ଇମ୍ପୋର୍ଟାନ୍ସ ହଉଛି ଆମର ଏଣ୍ଟ୍ରାନ୍ସ। ତ ଏଣ୍ଟ୍ରାନ୍ସ ଆମେ ଯଦି ପୂର୍ବ ପଟେ ବି କରୁଛେ ତ ପୂର୍ବ ପଟରେ ଯୋଉ ଭାଗରେ ଆମର ପଡିବା କଥା ଏଣ୍ଟ୍ରାନ୍ସ ଆମେ ସେଠି ନିଶ୍ଚିତ ପକେଇଲେ ଆମ ପାଇଁ ଶୁଭଦାୟକ ହୁଏ। ଅଶୁଭ ଭାଗରେ ପଡିଲେ ବି ସିଏ ବି ଅଶୁଭଦାୟକ ହୁଏ। ସେମିତି ପଶ୍ଚିମ ପଟରେ ବି ଆମର ବହୁତ ଭଲ ଭାବରେ ଆମର ସବୁ ଭାଗ ଅଛି। ଯୋଉ डिग्री आम एंट्रांस जदि आम रखुचे तो से एंट्रांस आम अत्यंत शुभदायक हम। पश्चिम एंट्रांस आहरी भाव में आमको सशक्त कर आमको आहरी डेभलप कर। दक्षिण एंट्रांस आमको राजा करार भी सुजोग दे थाए, ता सहित आमको भिकारी कर भी सुजोग दे थाए। तो मन रखिए सब आम जो एंट्रांस आम जो घर मुख्य द्वारटी करुचे आम निश्चित भाव में भल भाव आम वास्तु एक्सपर्ट मान सहित आलोचना करी कौन सी कहार कथार प्रभावित न होकर आम निश्चित भाव में जदि यही जिनस को आम करवा आम आग को अति सुख शांति आउ अर्थरे आम सब भले रहा बिना रोगरे बिना हेल्थ इश्यू आम बहुत भल भाव आम